ପ୍ରସବର ପରବର୍ତ୍ତୀ ସୌନ୍ଦର୍ଯ୍ୟ। ମହିଳାମାନଙ୍କ କ୍ଷେତ୍ରରେ ସୌନ୍ଦର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେବେ ବହୁ ଦିନ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟମୟୀ ରହିବା ପାଇଁ ଖାଦ୍ୟପେୟଠାରୁ ଆରମ୍ଭ କରି ନିଜର ଯତ୍ନ ନେବା ମଧ୍ୟ ଏ କ୍ଷେତ୍ରରେ ଜରୁରୀ। ବିଶେଷ କରି ଆମ ଦେଶ ଭାରତରେ ମହିଳାମାନେ ଅତ୍ୟଧିକ ଭାବେ ଘର କାମରେ ବ୍ୟସ୍ତ ରହି ଶାରୀରିକ ପରିଶ୍ରମ କରନ୍ତି, ଯାହା ଫଳରେ ସେମାନେ ନିଜ ସୌନ୍ଦର୍ଯ୍ୟର ଯତ୍ନ ନେବା ବିଷୟରେ ଭୁଲି ଯାଆନ୍ତି। ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ସୌନ୍ଦର୍ଯ୍ୟକୁ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ। ବିବାହିତ ମହିଳାମାନେ ନିଜ ସ୍ୱାମୀ, ପିଲା ଓ ଘର ଲୋକଙ୍କର ଆବଶ୍ୟକତା ପୂରଣ କରିବାକୁ ଯାଇ ନିଜ ସୌନ୍ଦର୍ଯ୍ୟକୁ ଅଣଦେଖା କରିଥାନ୍ତି। ସାଧାରଣତଃ ଆମ ଦେଶରେ ଶିଶୁ ଜନ୍ମ ପରେ ମହିଳାମାନଙ୍କର ସୌନ୍ଦର୍ଯ୍ୟ ହାନି ହୋଇଥାଏ। ଅନେକ ଜଣ ଏହା ମଧ୍ୟ ଭାବି ଦିଅନ୍ତି ଯେ ଏହା ଏକ ପ୍ରାକୃତିକ ପ୍ରଭାବ, ତେଣୁ କିଛି କରିହେବ ନାହିଁ। ଯଦିଓ ପିଲା ଜନ୍ମ ହେବା ପରେ ଜଣେ ମହିଳା ପ୍ରାକୃତିକ ପ୍ରଭାବର ଶିକାର ହୋଇଥାନ୍ତି, କିନ୍ତୁ ଏହା ମଧ୍ୟ ଜାଣି ରଖିବା ଆବଶ୍ୟକ ଯେ ଏହାକୁ ଦୂର କରିବା ଲାଗି ଉପାୟ ରହିଛି। ଯଦି ଆପଣ ଏଭଳି ସମସ୍ୟା ଭୋଗୁଛନ୍ତି, ତାହେଲେ ଆଜି ହିଁ ଏସବୁର ଉପାୟ ଆପଣାନ୍ତୁ। ନମ୍ବର 1, ପର୍ଯ୍ୟାପ୍ତ ବିଶ୍ରାମ ନେବା। ଆପଣଙ୍କ ଶିଶୁ ଶୋଇବା ସମୟରେ ଯଥେଷ୍ଟ ବିଶ୍ରାମ ନିଅନ୍ତୁ ଏବଂ ଘରକୁ ଅଧିକ ସଂଖ୍ୟାରେ ଅତିଥିମାନଙ୍କ ଆସିବାକୁ ଦିଅନ୍ତୁ ନାହିଁ। ନମ୍ବର 2, ଭଲ ଖାଦ୍ୟ। ଶସ୍ୟ, ଫଳ, ପନିପରିବା ଏବଂ ପ୍ରୋଟିନ୍ ସହିତ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଯଦି ଆପଣଙ୍କ ସ୍ତନ୍ୟପାନ କରାଉଛନ୍ତି, ତେବେ ଆପଣଙ୍କୁ ଅଧିକ ଖାଇବା ଏବଂ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ। ନମ୍ବର 3, ଶୁଷ୍କତା ଦୂର କରିବା। ଅଧିକ ମାତ୍ରାରେ ପାଣି ପିଅନ୍ତୁ। ଯଦି ଆପଣ ସ୍ତନ୍ୟପାନ କରାଉଛନ୍ତି, ସେ କ୍ଷେତ୍ରରେ ଅଧିକ ପରିମାଣର ପାଣି ପିଇବା ଜରୁରୀ। ନମ୍ବର 4, ଭିଟାମିନ୍ ଖାଆନ୍ତୁ। ପ୍ରସବ ପରେ 3 ମାସ ପର୍ଯ୍ୟନ୍ତ ଆଇରନ୍ ଏବଂ ଫୋଲିକ୍ ଏସିଡ୍ ସପ୍ଲିମେଣ୍ଟ ଖାଇବା ଜାରି ରଖନ୍ତୁ। ନମ୍ବର 5, ଚା ଓ କଫି ପିଅନ୍ତୁ ନାହିଁ। ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ପର୍ଯ୍ୟନ୍ତ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି, ସେ ପର୍ଯ୍ୟନ୍ତ ଚା, କଫି କିମ୍ବା କ୍ୟାଫିନ୍ ଯୁକ୍ତ ଖାଦ୍ୟ ପଦାର୍ଥଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କ ଶିଶୁ ଉପରେ କୁପ୍ରଭାବ ପକାଇପାରେ ଓ ପରିସ୍ରା ମାଧ୍ୟମରେ ଦେହରୁ ଅନବରତ ତରଳ ପଦାର୍ଥ ନିର୍ଗତ ହୋଇପାରେ। ଏହାଫଳରେ ଦେହ ଶୁଷ୍କ ହେବା ସହ ସୌନ୍ଦର୍ଯ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ନମ୍ବର 6, ପୋଷଣ ନିୟନ୍ତ୍ରଣ। ଆପଣ ସମୟ ସମୟରେ ସାମାନ୍ୟ ଉଷୁମ ପାଣିରେ ସ୍ନାନ କରିବା ଆବଶ୍ୟକ ଓ ଅତ୍ୟଧିକ ଢିଲା କିମ୍ବା ଅତ୍ୟଧିକ ଟାଇଟ୍ ପୋଷାକ, ଅର୍ଥାତ୍ ଯେଉଁ ପୋଷାକ ପିନ୍ଧିବାକୁ କମ୍ଫର୍ଟେବଲ୍, ସେହି ପୋଷାକ ପିନ୍ଧନ୍ତୁ। ନମ୍ବର 7, କୋଷ୍ଠକାଠିନ୍ୟ। ଫାଇବରଯୁକ୍ତ ଖାଦ୍ୟ ଯଥା ଫଳ, ପନିପରିବା ଏବଂ ଶସ୍ୟ ଖାଆନ୍ତୁ। ଯଦି କୋଷ୍ଠକାଠିନ୍ୟ ସମସ୍ୟା ହେଉଛି, ଡାକ୍ତରକୁ ଦେଖାନ୍ତୁ। ନମ୍ବର 8, ପ୍ରସବ ପରବର୍ତ୍ତୀ ସମସ୍ୟା। ପ୍ରସବ ପରବର୍ତ୍ତୀ ମାନସିକ ସମସ୍ୟା ସାଧାରଣତଃ ପିଲା ହେବାର 2 ସପ୍ତାହ ମଧ୍ୟରେ ଆପେ ସମାଧାନ ହୋଇଥାଏ। ଯଦି ଆପଣଙ୍କର 2 ସପ୍ତାହରୁ ଅଧିକ ସମୟ ଧରି ଏଭଳି ଅବସାଦ ଜନିତ ଲକ୍ଷଣ ଅଛି, କିମ୍ବା ଯଦି ଆପଣଙ୍କ ନିଜକୁ କିମ୍ବା ଆପଣଙ୍କର ଶିଶୁକୁ କ୍ଷତି ପହଞ୍ଚାଇବାର ଚିନ୍ତା କରୁଛନ୍ତି, ତେଣୁ ଡାକ୍ତରଙ୍କ ସହାୟତା ନିଅନ୍ତୁ।